ମୁଁ ଭାବିଲି ଆଜି ମସରୁମ୍ ତିଆରି କରିବି। ସେଥିପାଇଁ ଦେଖନ୍ତୁ ମସରୁମ୍ ଏଠି କେତିକି ନେଇଛି। ମୁଁ ଯେମିତି ମସରୁମ୍ କରୁଛି ଆପଣମାନେ କରନ୍ତୁ, ଘରେ ବନେଇକି ଖାଇବେ। ଖାଇବାକୁ ବହୁତ ଟେଷ୍ଟି ଲାଗିଥାଏ। ମୁଁ ଯେମିତି କରିବି ଆପଣମାନେ ସେଇ ପ୍ରୋସେସ୍ରେ କରିବେ। ଯଦି ମୋର ରେସିପିଟି ଆପଣମାନଙ୍କୁ ପସନ୍ଦ ହେଇଥିବ ମୋର ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଦେଖନ୍ତୁ ମସରୁମ୍ ଗୁଡ଼ିକୁ ଦୁଇ ପିସ୍ କରି ମୁଁ କାଟି ନେଇଛି। ଆକୁ ଭଲ ଭାବରେ ଧୋଇ ନେବା। ଦେଖନ୍ତୁ ମସଲାରେ ନେଇଛି ପିଆଜ, ରସୁଣ, ଅଦା ଆଉ ଶୁଖିଲା ଲଙ୍କା। ଆ ଦେହରେ ଟିକେ ପାଣି ଦେଇକି ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବା। ଦେଖନ୍ତୁ ଏଠି ଆଳୁ ଆଉ ମସରୁମ୍ ଗୁଡ଼ିକୁ କାଟିକି ଭଲ ଭାବରେ ଧୋଇକି ନେଇଯାଇଛି। ଏଥିରେ ମୁଁ ବି ଲୁଣ ଆଉ ହଳଦୀ ପକେଇ ଦେଇଛି। ଏବେ ଏଥିରେ ଟିକେ ଗରମ ମସଲା ପକେଇଦେବା। ଏବେ ଏଥିରେ ଟିକେ ଧନିଆ ଗୁଣ୍ଡ ପକେଇଦେବା। ଏବେ ଏଥିରେ ଟିକେ ଲଙ୍କା ଗୁଣ୍ଡ ପକେଇଦେବା। ଏବେ ଏଥିରେ ଟିକେ ଚିକେନ ମସଲା ପକେଇ ଦଉଛି। ଏବେ ଏଥିରେ ଟିକେ ଧନିଆ ପତ୍ର ପକେଇ ଦେଇଛି। ଏବେ ଏଥିରେ ଦହି ପକେଇ ଦେଇଛି। ମୁଁ ପିଆଜ, ରସୁଣ, ଅଦା ଯୋଉ ବାଟିଥିଲି ସେ ପେଷ୍ଟଟାକୁ ଏଥିରେ ଢାଳି ଦେଇଛି। ଏବେ ୟାକୁ ଭଲ ଭାବରେ ଗୋଳେଇ ନେବା। ଏବେ ସବୁ ବଢ଼ିଆ ସେ ଗୋଳେଇ ନେଇଯାଇଛି। ଏବେ 5 ମିନିଟ୍ ପର୍ଯ୍ୟନ୍ତ ତାକୁ ଏମିତି ରଖିଦେବା। ତା ଭିତରେ ଚାଲନ୍ତୁ ସେପଟେ ଆମର ତରକାରୀ ପାଇଁ ପ୍ରସ୍ତୁତ କରିବା। ଏଠି ମୁଁ କଢ଼େଇ ବସିଥିଲି। କଢ଼େଇ ଗରମ ହେଲା ପରେ ଏଥିରେ ମୁଁ ତେଲ ନେଇଯାଇଛି। ଟିକେ ତେଲଟା ଜଷ୍ଟ ଗରମ ହେଇଯାଉ। ଏବେ ଏଠି ତେଲ ଗରମ ହେଇଗଲାଣି। ଏବେ ଏଥିରେ ମୁଁ ଗୋଟେ ତେଜପତ୍ର ପକେଇଦେବି। ଏବେ ଏଥିରେ କିଛି ଖାଡ଼ା ମସଲା ପକେଇ ଦେଇଛି। ଏବେ ଏଥିରେ ଟିକେ ଜିରା ପକେଇଦେବା। ଦେଖନ୍ତୁ ଏଠି ମସଲା ଗୁଡ଼ିକ ହେଇଗଲାଣି। ଏବେ ଏଥିରେ ଟିକେ ପିଆଜ କାଟିକି ରଖିଛି ପକେଇଦେବା। ଏବେ ଏଥିରେ ମୁଁ ପିଆଜ ପକେଇ ଦେଇଛି। ୟାକୁ ଭଲ ଭାବରେ ଭାଜି ନେବା। ଦେଖନ୍ତୁ ପିଆଜ ଗୁଡ଼ିକ ବି ବ୍ରାଉନ୍ କଲର୍ର ହେଇଗଲାଣି। ଏବେ ଏଥିରେ ମୁଁ ଟମାଟୋ ପକେଇ ଦେଇଛି। ଟିକେ ଟମାଟୋଟାକୁ ଭଲ ଭାବରେ ଭାଜି ନେବା। ଏବେ ଟମାଟୋଟା ଟିକେ ଭଲ ଭାବରେ ମିଶିଯିବା ପାଇଁ ମୁଁ ଏଥିରେ ଟିକେ ଲୁଣ ପକେଇ ଦେଇଛି। ଯାହାଦ୍ୱାରା କି ଟମାଟୋଟା ଟିକେ ଜଲ୍ଦି ସନ୍ତୁଳି ହେଇଯିବ। ଏବେ ଗୋଟେ ରସୁଣକୁ ପିସ୍ କରି କାଟି ନେଇକି ଚୋପା ଛଡ଼େଇକି ଭଲ ଭାବରେ ତାକୁ ପକେଇ ଦେଇଛି। ଆକୁ ଭଲ ଭାବରେ ଭାଜି ନେବା। ଯେମିତି ଏଇସବୁ ମସଲା ଗୁଡ଼ିକ ପୁରା ସନ୍ତୁଳି ହେଇଗଲା ଭଳିଆ ହେବ। ଗ୍ୟାସ୍ର ଆଞ୍ଚକୁ ସିମ୍ କରିକି ମସଲାଟାକୁ ଗୋଳଉଥିବେ, ନହେଲେ ମସଲା ତଳୁ ଲାଗିଯିବ। ଏଠି ମସଲା ପୁରା ହେଇଗଲାଣି। ଏବେ ଏଥିରେ ଆକୁ ଯୋଉ ଗୋଳେଇକି ରଖିଥିଲି ଆକୁ ଏବେ ସେଥିରେ ଢାଳି ଦେବା। ଏବେ ଆକୁ ଏଥିରେ ଢାଳି ଦେଇଛି। ଆକୁ ବି ଭଲ ଭାବରେ ଗୋଳେଇ ନେଇଯିବା। ଏକୁ ବି ଭଲ ଭାବରେ ଗୋଳେଇ ନେଇଯାଇଛି। ଏବେ ଏଥିରେ ଗୋଟେ ପ୍ଲେଟ୍ଟେ ଘୋଡ଼େଇ ଦେବା। ଦେଖିବା ତରକାରୀ କେତେ ବାଟ ଗଲାଣି। ଦେଖନ୍ତୁ ତରକାରୀ କେତେ ବଢ଼ିଆ କଲର୍ ଆସିଛି, ବହୁତ ବଢ଼ିଆ ବାସ୍ନା ଆସିଛି। ଆଉ ଟିକେ ମସଲାଟା କଷି ହେବ। ଆମେ ଆକୁ ଆଉ ଟିକେ ଭଲ ଭାବରେ ଗୋଳେଇ ନେବା। ଆଉ ଟିକେ ହେବ। ଆଉ ଟିକେ ଆକୁ ଘୋଡ଼େଇ ଦେବା। କେତେ ବଢ଼ିଆ କଲର୍ ଆସିଗଲାଣି। ଏବେ ଏଥିରେ ଗୋଟେ ଗ୍ଲାସ୍ ପାଣି ଦେଇଦେବା। ପାଣି ଦେଇଦେବା, ତାକୁ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ଭଲ ଭାବରେ ଗୋଳେଇ ନେଇଯିବା। ସେ ଟିକେ ଫୁଟିଯାଆନ୍ତୁ। ବଢ଼ିଆ ଭାବରେ ଫୁଟିଗଲାଣି। ଆଉ ଟିକେ ସମୟ ଫୁଟିବାକୁ ଛାଡ଼ିଦେବା। ମଝିରେ ମଝିରେ ଗୋଳଉଥିବେ। ବଢ଼ିଆ ବାସ୍ନା ଆସିଗଲାଣି। ଆପଣ ଆପଣଙ୍କ ହିସାବରେ ମସଲାର ଗ୍ରେଭିଟା ରଖିବେ। ଆଉ ଟିକେ ମରିଯାଉ। ବଢ଼ିଆ କଲର୍ ଆସିଛି, ଦେଖିପାରୁଥିବେ। ଦେଖନ୍ତୁ ଏଠି ମୁଁ ମସରୁମ୍ରେ ପାଣି ଦେଇ ଦେଇଥିଲି। ପାଣି ଫୁଟିଗଲାଣି। ମସଲାର ତରକାରୀର କଲର୍ଟା ବି ବଢ଼ିଆ ଆସିଛି। ବଢ଼ିଆ ବାସ୍ନା ବି ଆସିଛି। ମୁଁ ଟିକେ ଧନିଆ ପତ୍ର କାଟିକି ରଖିଥିଲି। ଏବେ ଏଥିରେ ପକେଇ ଦେଇଛି। ତାକୁ ଭଲ ଭାବରେ ଗୋଳେଇ ନେଇଯିବା। ଆପଣମାନେ ନିହାତି ଘରେ ଏମିତି କରିକି ଖାଇବେ।
ଗରମ ଗରମ ଭାତରେ ରୁଟିରେ ଏମିତି କରିକି ଖାଆନ୍ତୁ, ଖାଇବାକୁ ବହୁତ ଟେଷ୍ଟି ଲାଗିଥାଏ। ମୋ ଯଦି ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିଥିବ ମୋର ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଆପଣମାନଙ୍କର ସପୋର୍ଟ, ଆପଣମାନଙ୍କର ଭଲ ପାଇବା ଥିଲେ ମୁଁ ଏମିତି ଆହୁରି ବହୁତ ସାରା ରେସିପି ଆଣିବି।